ଭିତର ରତ୍ନଭଣ୍ଡାର ଖୋଲିଲେ ସବୁ ରହସ୍ୟର ଅନ୍ତ ଘଟିବ। ଜଣାପଡ଼ିବ ପ୍ରକୃତରେ ଭିତର ରତ୍ନଭଣ୍ଡାରକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ସେ ଅନୁଯାୟୀ ବହୁମୂଲ୍ୟ ଅଳଙ୍କାର ଅଛି କି ନାହିଁ। କୁହାଯାଉଛି ଯେ ଭିତର ରତ୍ନଭଣ୍ଡାରରେ ଥିବା ଆଲମିରାରେ ବଡ଼ ବଡ଼ ସୁନା ମୁକୁଟ ରହିଛି। ଯେଉଁ ସୁନା ମୁକୁଟ ଗୁଡ଼ିକ ସେତେବେଳେ ଉତ୍କଳର ରାଜାମାନେ ରାଜ୍ୟ ଜୟ କରି ହାସଲ କରିଥିଲେ। ଯଦି ପ୍ରକୃତରେ ତାହା ସତ୍ୟ ହୋଇଥାଏ ତେବେ ସେହି ମୁକୁଟ ଗୁଡ଼ିକୁ ଅନୁଧ୍ୟାନ କଲେ ଓଡ଼ିଶା ଇତିହାସର ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିପାରେ। ଜୁଲାଇ 18 ତାରିଖରେ ପୁଣି ଥରେ ଭିତର ଭଣ୍ଡାର ଖୋଲିବାକୁ ଯାଉଥିବା ବେଳେ ଏକ ବଡ଼ ରହସ୍ୟର ପର୍ଦ୍ଦାଫାଶ ହୋଇପାରେ, ଯାହା ଓଡ଼ିଶାର ଇତିହାସରେ ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ି ଦେଇପାରେ। ଏହି ରତ୍ନଭଣ୍ଡାର ଭିତରେ 2ଟି ବଡ଼ ବଡ଼ ସିନ୍ଦୁକ ରହିଛି, 4-5ଟି ଆଲମିରା ରହିଥିବା କୁହାଯାଉଛି। ସବୁଠାରୁ ବଡ଼ କଥା ହେଲା ଏହି ଭିତର ଭଣ୍ଡାରରେ କିଛି ମୁକୁଟ ରହିଥିବା ତଥ୍ୟ ରହିଛି। ଆଲମିରାରେ ଏସବୁ ଥିବା ନେଇ ଆମେ ସାଙ୍କେତିକ ଚିତ୍ରରେ ଦେଖାଇଥିଲେ ମଧ୍ୟ ଏହା ଆଲମିରାରେ ଅଛି ନା ସିନ୍ଦୁକରେ ଅଛି ତାହା ସ୍ପଷ୍ଟ ନୁହେଁ। ଏହି ମୁକୁଟ ଗୁଡ଼ିକ ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ଦେଇପାରେ। ଏହି ମୁକୁଟ ନେଇ 2022ରେ ତତ୍କାଳୀନ ଶ୍ରୀମନ୍ଦିର ସହକାରୀ ପ୍ରଶାସକ ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର ଏକ ଘରୋଇ ଚ୍ୟାନେଲକୁ ସୂଚନା ଦେଇଥିଲେ ଯେ କୁହାଯାଉଛି ଯେ ମୁକୁଟ ସବୁ ହେଉଛି ପରାଜିତ ରାଜାଙ୍କର। ସେତେବେଳେ ଗଜପତି ମହାରାଜାମାନେ ଯେଉଁ ରାଜ୍ୟକୁ ଜୟ କରୁଥିଲେ ସେ ସବୁ ରାଜ୍ୟର ରାଜାମାନେ ନିଜ ମୁକୁଟ ଗଜପତିଙ୍କ ଆଗରେ ସମର୍ପଣ କରୁଥିଲେ। ସେ ମୁକୁଟ ସବୁକୁ ଭିତର ରତ୍ନଭଣ୍ଡାରରେ ରଖାଯାଇଥିବା ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ଗଜପତି ମହାରାଜାମାନେ କେଉଁ ରାଜ୍ୟ ଜୟ କରୁଥିଲେ ସେ ନେଇ ଇତିହାସରେ କୌଣସି ତଥ୍ୟ ନାହିଁ। ଭିତର ରତ୍ନଭଣ୍ଡାରରେ ମୁକୁଟର ତଥ୍ୟ ଓଡ଼ିଶା ଇତିହାସକୁ ନେଇ ଏକ ବଡ଼ ଅଧ୍ୟାୟ ଖୋଲିପାରେ ବୋଲି ବିଶ୍ୱାସ କରାଯାଉଛି। ଆସନ୍ତା 18 ତାରିଖରେ ଯେତେବେଳେ କମିଟିର ସଦସ୍ୟମାନେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବେ ଏବଂ ସିନ୍ଦୁକ ଓ ଆଲମିରା ଖୋଲାଯିବ ସେତେବେଳେ ଅନେକ କଥା ସାମ୍ନାକୁ ଆସିପାରେ। ଗତ 14 ତାରିଖରେ କମିଟି ସଦସ୍ୟମାନେ ଭିତର ଭଣ୍ଡାରକୁ ଭଲ ଭାବେ ନିରୀକ୍ଷଣ କରିପାରିନଥିଲେ, କାରଣ ବାହାର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରୁ କରୁ ପ୍ରାୟ ସନ୍ଧ୍ୟା ହୋଇଗଲା। ତେଣୁ ଆଶା କରାଯାଉଛି ଏହି 18 ତାରିଖରେ ଅନେକ ନୂଆ ତଥ୍ୟ ଆସିପାରେ। ରିପୋର୍ଟ ଦୁର୍ଗା STV।